ଆଜିର ରାଶିଫଳ ଏପ୍ରିଲ ମାସ 13 ତାରିଖ ସୋମବାର। ତିଥି ଏକାଦଶୀ, ରାତ୍ରି 1:16 ଗତେ ଦ୍ୱାଦଶୀ, ନକ୍ଷତ୍ର ଧନିଷ୍ଠା, ଦିବା 4 ଗତେ ଶତଭିଷା, ଚନ୍ଦ୍ର କୁମ୍ଭ, ଯୁଗ ଶୁଭ। ଆଜିର ସୂର୍ଯ୍ୟୋଦୟ ସମୟ 5:35, ସୂର୍ଯ୍ୟାସ୍ତ ସମୟ 6:01। ମିଥୁନ ରାଶିର ଘାତ ବାର ମିଥୁନ ଓ ମୀନ ରାଶିର ଘାତ ଚନ୍ଦ୍ର। ଆଜିର କାଳ ବେଳା ଦିବା 7:06 ଗତେ 8:40 ମଧ୍ୟରେ, ବାର ବେଳା ଦିବା 2:56 ଗତେ 4:29 ମଧ୍ୟରେ। ବିଶୁଦେବା ଅମୃତ ବେଳା ଦିବା 7:05 ମଧ୍ୟରେ, 10:41 ଗତେ 12:48 ମଧ୍ୟରେ, ରାତ୍ରି 6:48 ଗତେ 9:12 ମଧ୍ୟରେ। ବିଶୁଦେବା ମାହେନ୍ଦ୍ର ବେଳା ଦିବା 4:30 ଗତେ 4:49 ମଧ୍ୟରେ। ଆଜି ଶିମ୍ବ ଭକ୍ଷଣ ନିଷେଧ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବି ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଦାମ୍ପତ୍ୟ ଜୀବନ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ସ୍ନେହଜନ ମାନଙ୍କଠାରୁ ଶୁଭ ସମାଚାର ମିଳିବ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ଅଧୁରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଓ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଆନନ୍ଦର ବାତାବରଣ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସରେ ମନମାଳିନ୍ୟ ହୋଇପାରେ, ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଦିନର ଆରମ୍ଭ ଚିନ୍ତା ଉଦ୍ବେଗ ସହିତ ହେବ। ସ୍ୱାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଙ୍ଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ। ସେହିଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ନକାରାତ୍ମକ ବିଚାର ହତାଶ ସୃଷ୍ଟି କରିବ। ଶାରୀରିକ ଓ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତାପିତାଙ୍କ ସହିତ ମତଭେଦ ହୋଇପାରେ। ଜମି ବାସଗୃହ ତଥା ବାହନ ଆଦିରେ କାଗଜପତ୍ର ସମାଧାନ ରହିବ। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ବିନା ଭାବି ବିଚାର କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ ପ୍ରତିଯୋଗୀମାନଙ୍କୁ ପରାସ୍ତ କରିପାରିବେ। ଭାଇ ବନ୍ଧୁ ପଡ଼ୋଶୀମାନଙ୍କ ସହିତ ଖୁବ୍ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ। ସେହିଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ଦେବା ପୂର୍ବରୁ ଭାବି ବିଚାର କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ। ସେହିଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବ। କୁଟୁମ୍ବ ଓ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ, ଯାତ୍ରା କିମ୍ବା ସାକ୍ଷାତ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ। ଶୁଭ ସମାଚାର ପ୍ରାପ୍ତି ହେବ। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନ ଆପଣମାନଙ୍କ ପାଇଁ ଟିକିଏ କଷ୍ଟଦାୟକ ହୋଇପାରେ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖ ହେବ। କୋର୍ଟ କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ। ସେହିଭଳି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହାରକୁ ଯାତ୍ରା କରିପାରନ୍ତି। ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳା ମିତ୍ର ତଥା ପତ୍ନୀ ଏବଂ ପୁତ୍ର ଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ। ସେହିଭଳି ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ବିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି ବ୍ୟବସାୟୀ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ପରିଣତି ଯୋଗ ଅଛି। ସେହିଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦ୍ୱୀ ନିଜର ଚାଲରେ ସଫଳ ହେବ। ଶେଷରେ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମ ଧାରଣାରୁ ବଞ୍ଚିତ ହୋଇପାରିବ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିତ କରି ରୁହନ୍ତୁ। ମହିଳା ଏବଂ ପାଣିକୁ ସମ୍ଭାଳି କରି ରୁହନ୍ତୁ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦେବେ।